अलुक समास ଯେଉଁ ସମାସର ସମସ୍ତ ପଦରେ ବିଭକ୍ତି ଚିହ୍ନ ଲୁପ୍ତ ହୁଏ ନାହିଁ ତାହାକୁ अलुक ସମାସ କହନ୍ତି। ଯେମିତିକି ଉଦାହରଣ, ଯୁଧି ଯୁଦ୍ଧରେ ସ୍ଥିର ଯୁଧିଷ୍ଠିର। ଆଗରୁ ଦେଖିଥିଲେ ସମାସର ସମସ୍ତ ପଦରେ ପୂର୍ବପଦର ବିଭକ୍ତି ଚିହ୍ନ ଲୁକ୍ ବା ଲୁପ୍ତ ହୋଇ ଯାଇଛି, କିନ୍ତୁ ଏଠାରେ ଯୁଧି 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 ସପ୍ତମୀ ବିଭକ୍ତି ହୋଇଥିଲେ ମଧ୍ୟ ସମସ୍ତ ପଦରେ ଯୁଧିଷ୍ଠିର ସମସ୍ତ ପଦରେ ତାର ରୂପ ଲୁକ୍ ବା ଲୁପ୍ତ ହେଉନାହିଁ, ତେଣୁ ତାହା ଅଲୁପ୍ତ ବା ଅଲୁକ ହୋଇ ରହିଛି। ଏଥିରୁ ଜାଣିଲେ ଯେ ଯେଉଁ ସମାସର ସମସ୍ତ ପଦରେ ବିଭକ୍ତି ଚିହ୍ନ ଲୁପ୍ତ ହୁଏ ନାହିଁ ତାହାକୁ अलुक ସମାସ କହନ୍ତି। ଏଗୁଡ଼ିକ ଏହିପରି ଗଢ଼ା ଯାଇପାରିବ। ବନେ ବନରେ ଚରେ ଯେ ବନେଚର। ବନ ବନରେ ଚରେ